जय महाप्रभु सत्यनारायण स्वामी सदैच्छा जय महाप्रभु अच्युत पदार इंदरे सहस्रबार प्रणाम ज्ञापन करी श्री जगन्नाथ स्वामी पद तले अनंत कोटि प्रणाम करी ओडिशार समस्त साधु संत ब्राह्मण वैष्णव मानक पद तले भक्तिपूत प्रणाम ज्ञापन कर सारिबा परे आज नेमाल बाबा पाखरे जे कि मोर बड़ भाई बाबाजी भाई सी तो बर्तमान बाबा नेमाल बाबा मुता पाखरे बादल नना नुह कि सी मो पाखरे बाबाजी भाई आम दुई जनकर दीर्घ दिन संपर्क तेणु जितेबाला से आसी भाई मो पाखे पहुँची तांकर कथा रक्षा करी चारिपद कथा गोटे कथा कहि कौन ना आपण मानकर कथा को सुख कहि ना दुख कहि जा अंगेली भाई की ता कहि किंतु महापुरुषंकर कथा को अंगरे लिभेई थिबा कथा किछि पद देखिबा जहा को महापुरुष कहती आपण मानकर पंचसखा कथा को लेकिन आलोचना कला बेल कि समय सापेक्ष जड़े महापुरुष कथा को दिबा जे कि अढ़ंग गड़र सिद्ध सन्थ महापुरुष जे कि होउचंती आपण मानकर ये ओडिशावासींकर आम मानकर एवं मोर सेही महापुरुष जशवंत दास पद तले अनंत कोटि प्रणाम ज्ञापन करी तांकरी कथा वस्तु को गोटे पदरु जीवा क्यों जीवा ना तांकर कई कौन कहती से किसी मिल ना तालो कोइली ये गलाणी तो बीती बहुदिन ये गहन वचन सबू छाड़े बहन लो कोइली गलाणी तो बीती बहुदिन महापुरुष जशवंत दास तांकर द्वादश शिष्य भितरु प्रधान शिष्य होचंदी लोहिदास शंभुदास कंभुदास लोहिदास को कहले हे लोही मो जन्म ठारू आगुरु मध्य किछि दिन हला बीती गलानी बहन वचन सब छाड़े बहन ये कली जुगर एभली भाव में प्राणी सब जन्म हेबे गहन वचन आज्ञा कौन ना गीता भागवत पुराण को इत्यादि इत्यादि सब निंदा करेंगे एक महापुरुष आगुरी कहले गलाणी तो बीती बहु दिन गहन वचन सब छाड़े बहन देखो केड़े सुंदर कथा आमे आगे कही गहन वचन भितर अच्छे गीता भितर कई अच्छे शतकड़ा आप खोजे बाबाजी भाई 10-20% लोक घरे गीता पाठ हो 100 भाग क्या घरे 100 भाग भितर लोकंर गाँ गाँव में खोजे गीता पाठ नथब गोटे गाँव में अत्याधिक 10-20 जन घरे गीता टे पढ़ा भागवत 10-20 जगह पढ़ा पुराण कौटी 10-20 जगह पढ़ा किंतु ते वचन में कई आम चलुने महापुरुष आगुरी कथा कही गहन वचन सब छाड़े बहन लो कोइली कला लो कोइली ये खल खंड अनेक होइबे खल लगाई परर
ଧନ ହରୁଥିବେ ଲୋ କୋଇଲି ଏ ଖଳ ଖଣ୍ଡ ଅନେକ ହୋଇବେ। ଆପଣମାନେ ପଦଟାକୁ ନିଶ୍ଚିତ ଭାବରେ ବୁଝିପାରୁଥିବେ, ମୋତେ ଆଉ ବୁଝିବାକୁ ପଡ଼ିବ ନାହିଁ। କହିଲେ ଖଳ ଖଣ୍ଡ ଲୋକ ଅନେକ ହୋଇବେ, ଖଳ ଲଗାଇ ପରର ଧନ ହରୁଥିବେ। ଯେତେବେଳେ ଏଗୁଡ଼ାକରେ ଦେଖିବୁ କହିଲି ଜାଣିବୁ ଯୁଗର କିଛି ପରିବର୍ତ୍ତନର ସମୟ ଆସୁଛି। ସମୟ ଆସିବ। କ'ଣ ଆଜ୍ଞା ଯୁଗର ପରିବର୍ତ୍ତନ ସମୟ ଆସିବ? ଆପଣଙ୍କର ତ ଭାଗବତ କହିଲେ ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ଏ ଜଗତେ। ଆର ଯୁଗରେ ଯାହା ଥିଲା ଏ ଯୁଗରେ ସେଇଆ ଅଛି ବୋଲି ଭାଗବତ କହନ୍ତି ଯୁଗକୁ ଯୁଗ ଏହି ମତେ ଜାଣାଇବା ପରମାନନ୍ଦ ଏ ଜଗତେ। ସତ୍ୟ ଯୁଗରେ ଯେଉଁ ଠାକୁର, ତ୍ରେତୟାରେ ସେଇ ଠାକୁର, ଦ୍ୱାପରରେ ସେଇ ଠାକୁର, ଆଜି କଳିରେ ସେଇ ଠାକୁର। ସତ୍ୟ ଯୁଗରେ ଯେଉଁ ବାପା ମା, ତ୍ରେତୟାରେ ସେଇ ବାପା ମା, ଦ୍ୱାପରରେ ସେଇ ବାପା ମା, କଳିରେ ମଧ୍ୟ ସେଇ ବାପା ମା। କିନ୍ତୁ ଆମେ କ'ଣ କଲେ ନିଜ ଆମର ପ୍ରକୃତିଗତକୁ ସବୁ ଭୁଲିଗଲେ। ଆମେ ବିଭିନ୍ନ ପ୍ରକୃତି ଭିତରେ ପଶିଗଲେ। ପ୍ରକୃତିରେ ପଶିଯିବା ପରେ ପରମ୍ପରାକୁ ଭୁଲିଗଲେ। ପରମ୍ପରାକୁ ଭୁଲୁଛେ। ଯଦି ପରମ୍ପରାକୁ ଆମେ ଜଗିବା ଠିକ୍ ଭାବରେ ଆମେ ଚଳିବା ଏବଂ ଚାଲିବା। କିନ୍ତୁ ମୁଁ ଆଗରୁ ମଧ୍ୟ ବହୁ ଜାଗାରେ କହିଛି, ଆଜି କହିଲେ କ'ଣ ନା ବିଭିନ୍ନ ପ୍ରକାର ରୋଗ ଆମକୁ ସୃଷ୍ଟି ହେଉଛି। ମହାପୁରୁଷ ଆଗରୁ କହିଥିଲେ ବାବାଜୀ ରୋଗ ଆସିବ, ରୋଗ ଆସିଲେ ପଥି ଅର୍ଥ ଔଷଧ। ତ ଔଷଧ ବୈଦ୍ୟମାନେ ବଣା ହୋଇଯିବେ। ବୈଦ୍ୟମାନେ ବଣା ହେବେ, ସେତେବେଳକୁ ମୋ ଭକ୍ତମାନେ 3ଟି ଔଷଧକୁ ଚିହ୍ନିବେ। କ'ଣ 3ଟି ଔଷଧ ଚିହ୍ନିବେ? ଭକ୍ତମାନେ ଚିହ୍ନିବେ। ଯିଏ ତା ଭକ୍ତ ସେ ଭକ୍ତମାନେ ଚିହ୍ନିବେ 3ଟା ଔଷଧକୁ। ଏ 3ଟା ଔଷଧ କ'ଣ? ବେତୁନି ଖାଅ, କୌଣସି ରୋଗ ହେବ ନା। ମହାପୁରୁଷ କହିଲେ ବେତୁନି ଖାଅ, କୌଣସି ରୋଗ ହେବ ନା। ସାଡ଼େ ପୁଣି ମୋ ଅର୍ଜୁନ ଭାଇ ଚିନ୍ତା କରିବେ, ବେତୁନି କ'ଣ? ବେତୁନି ଆଦ୍ୟରେ ବେଲପତ୍ର ସକାଳୁ ଖାଅ, ପେଟର ସମସ୍ୟା ହେବ ନା। ତୁରେ ହେଉଛି ତୁଳସୀ, ସବୁଦିନେ ତୁଳସୀ କିଛି ଖାଅ, ଥଣ୍ଡା ତମକୁ ହେବ ନାହିଁ। ନିରେ ନିମ, କିଛି ନିମ ଖାଅ। ଆପଣଙ୍କର ଅନେକ ଗୁଡ଼ିଏ ରୋଗ ନିମ ପତ୍ର ଦ୍ୱାରା ବା ନିମ ଛେଲି ଦ୍ୱାରା ସିଏ ଆପଣଙ୍କର ନିବାରଣ ହେବ। ତେଣୁ ମହାପୁରୁଷ ଯେଉଁଗୁଡ଼ା କଥା କହିଯାଇଛନ୍ତି, ଆମେ ଯଦି ତା ଭିତରେ ଠିକ୍ ବାଟରେ ଚଳିବା, ଠିକ୍ ବାଟରେ ରହିବା, ସିନା ସବୁ ଠିକ୍ ହେବ। ଯଦି ଆମେ ଭୁଲ ବାଟରେ ଯିବା, ଭୁଲ ପଥକୁ ଧରିବା, ତେବେ ଆମେ ଭୁଲରେ ପଡ଼ିବା। ତେଣୁ ଆଗ ଏ ବେତୁନି ବାଟେ କର। ସମସ୍ତ ମୋର ଭକ୍ତବନ୍ଧୁମାନଙ୍କୁ ମୁଁ ଜୋରହସ୍ତ କରି ନିବେଦନ କରି କହୁଛି, ସମସ୍ତେ ବେତୁନି ଖାଆନ୍ତୁ। ଏ ବେଲ, ତୁଳସୀ, ନିମକୁ ଖାଆନ୍ତୁ। ତୁଳସୀ ଗଛରେ ଟିକେ ପାଣି ଦିଅନ୍ତୁ, ବୃନ୍ଦାବତୀରେ ପାଣି ଦିଅନ୍ତୁ। ଗ୍ରାମ ଦେବତୀଙ୍କର ସେବା କରନ୍ତୁ, ବୃନ୍ଦାବତୀରେ ଟିକେ ସେବା କରନ୍ତୁ। ଆଉ ବାପା ମାଆଙ୍କର ଟିକେ ସେବା କରନ୍ତୁ। ବିଶେଷ କରି ଜନ୍ମଦିନରେ କେହି କେକ୍ କାଟନ୍ତୁ ନାହିଁ, ଗୋଟାଏ ଗୋଟାଏ ବୃକ୍ଷରୋପଣ କରନ୍ତୁ। ଏତିକି କଲେ ଇଏ ବିଶ୍ୱର ମଙ୍ଗଳ ହେବ, ଆମମାନଙ୍କର ମଙ୍ଗଳ ହେବ, ମୋ ବାବାଜୀ ଭାଇର ମଙ୍ଗଳ ହେବ, ଅର୍ଜୁନ ଭାଇଙ୍କର ମଙ୍ଗଳ ହେବ, ସମସ୍ତଙ୍କର ମଙ୍ଗଳ ହେବ। ମୁଁ ଜୋରହସ୍ତ କରି ଏତିକି ନିବେଦନ କରି କହୁଛି, ଆଜ୍ଞା ମୁଁ କିଛି ଜାଣିନାହିଁ, ମୋଠୁ ମୂର୍ଖ ସଂସାରରେ ମଧ୍ୟ କେହି ନାହାନ୍ତି। ଆପଣମାନେ ସମସ୍ତେ ନିଜର ପୁତ୍ରବତ ଜ୍ଞାନ କରି କ୍ଷମା କରିବେ। ଏତିକି କହି ମୁଁ ମୋ ବାଡ଼ିକି ବିଶ୍ରାମ ଦେଉଛି। ପ୍ରଭୁ ସତ୍ୟନାରାୟଣ ସ୍ୱାମୀ, ସତ୍ୟନାରାୟଣ ସ୍ୱାମୀ, ସତ୍ୟନାରାୟଣ ସ୍ୱାମୀ।